ବାଲେଶ୍ୱର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦୀର୍ଘ କିଛି ଦିନ ହେବ ବାଲେଶ୍ୱରରେ 40 ଡିଗ୍ରୀ ଉପରେ ପାରଦ ରହୁଛି। ଫଳରେ ସାଧାରଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାରେ ଯାଉଥିବା ପଥଚାରୀ, ରିକ୍ସା ଚାଳକ, ଅଟୋ ଚାଳକମାନେ ହନ୍ତସନ୍ତ ହେଉଛନ୍ତି। ଏହି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏସ୍ଆର୍ବି ସ୍ୱସ୍ତିକ ପଭର୍ଟି ଫାଉଣ୍ଡେସନ ପକ୍ଷରୁ ଲୋକମାନଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା। ସହରର ଫାଣ୍ଡିଛକ ନିକଟସ୍ଥ ସଦାକୁଣ୍ଡା ଥାନା ସମ୍ମୁଖରେ ଫାଉଣ୍ଡେସନ ପକ୍ଷରୁ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ସଭାନେତ୍ରୀ ସଂଯୁକ୍ତା ରାଣୀ ବେହେରା ପ୍ରଥମେ ଦହି ସରବତ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯିବା ସହ ଫାଉଣ୍ଡେସନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କର ସହଯୋଗ ଲୋଡ଼ିଛନ୍ତି ବୋଲି କହିଛନ୍ତି ସଂଯୁକ୍ତା। ଅନ୍ୟମାନଙ୍କ ମଧ୍ୟରେ ସୁସ୍ମିତା ପଣ୍ଡା, ଆଶ୍ରିତା ତରେଇ, ଅମିତା ଚାନ୍ଦ, ସବିତା ମହାନ୍ତି, ରଣଜିତ ପୃଷ୍ଟି, ସତେନ୍ଦ୍ର ଦାସ, କଞ୍ଜମଣି ସ୍ୱାଇଁ, ବିଜୟ ବାରିକ ଏବଂ ରଞ୍ଜିତ ବାରିକ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ପଥଚାରୀମାନଙ୍କୁ ଦହି ସରବତ ବଣ୍ଟନ କରିଥିଲେ।